ଉଦି ଉଦିଆ ଖରାବେଳଟାରେ ସେ ବସ୍କୁ ଅପେକ୍ଷା କରିଥିଲା। ପାଖରେ କେହି ନଥିଲେ। ଖରାରୁ ରକ୍ଷା ପାଇବାକୁ ସିନା ଗଛ ଛାଇରେ ଠିଆ ହେଇଥିଲା, କିନ୍ତୁ ଗରମରେ ଝାଳ ବୋଇ ତା ମୁହଁକୁ ଓଦା କରି ଚାଲିଥିଲା। ହାତରେ ଧରିଥିବା ରୁମାଲରେ ସେ ତା ନିଜ ମୁହଁ ବାରମ୍ବାର ପୋଛି ଚାଲିଥିଲା। ତାର ସେ ଗୋରାଗର ମୁହଁଟା ସତେ ଯେମିତି ମଳିନ ପଡ଼ିଯାଇଥିଲା। ବୋଧହୁଏ ତାକୁ ଭୋକ ଲାଗୁଥିଲା, ହେଲେ ସେଠି ସେମିତି କିଛି ଖାଇବାକୁ ନଥିଲା। ବସ୍ ଆସିବା ସମୟ ହେଇନଥିଲେ ବି ବାରମ୍ବାର ଘଣ୍ଟାକୁ ଦେଖି ଚାଲିଥିଲା। କିଛି ଦୂରରେ ମୋ କାର୍ ଅଟକେଇ ଜଣଙ୍କ ସହ କଥା ହେଲା ବେଳେ ତା ଉପରେ ମୋର ନଜର ପଡ଼ିଥିଲା। ମୁଁ ସିନା ଏପଟେ କଥା ହେଉଥିଲି, ହେଲେ ମୋର ଆଖି ଯେମିତି ତା ପାଖରୁ ହଟିବାକୁ ପ୍ରସ୍ତୁତ ନଥିଲା। କିଛି ସମୟ ପରେ ତା ପାଖରେ ପହଞ୍ଚିଲି ଆଉ କହିଲି, ମ୍ୟାଡ଼ାମ୍ କୁଆଡ଼େ ଯିବେ? ସେ କ'ଣ ଭାବିଲା କେଜାଣି ଟିକେ ଲାଜେଇ କଲା। ତା ଲାଜ ଲାଜ ମୁହଁଟା ମୋତେ ଆହୁରି ତା ଆଡ଼କୁ ଆକୃଷ୍ଟ କରିନେଇଥିଲା। କହିଲା, କଟକ ଯିବି। ଯଦି ଖରାପ ନ ଭାବିବେ, ଏ ଗରମରେ ବସ୍କୁ ଅପେକ୍ଷା କରିବା ଅପେକ୍ଷା ମୋ ସହ ଯାଇପାରିବେ। ମୁଁ ଭୁବନେଶ୍ୱର ପର୍ଯ୍ୟନ୍ତ ଯିବି। ମୋ କଥା ଶୁଣି ତା ମୁହଁରେ ଯେମିତି ଗୋଟେ ଅଜଣା ଖୁସି ଆସିଯାଇଥିଲା। ସିଧା ଯାଇ କାର୍ ପଛପଟ ଡୋର୍ ଖୋଲୁ ଖୋଲୁ ମୁଁ କହିଲି, ଆଗକୁ ଆସନ୍ତୁ, ନହେଲେ ଯିଏ ଦେଖିବ ସେ କହିବ ଆପଣ ମାଲିକାଣୀ ଆଉ ମୁଁ ଡ୍ରାଇଭର। ମୋ କଥା ଶୁଣିବା ପରେ ସେ ତା ହସକୁ ଅଟକେଇ ପାରିନଥିଲା। ହସି ହସି ଆଗ ଡୋର୍ଟା ଖୋଲି ବସି ପଡ଼ିଲା। ଆଉ ମୋତେ ଏମିତି ଗୋଟେ ପ୍ରଶ୍ନ ପଚାରିଥିଲା, ମୋ ପାଖରେ ସେ ପ୍ରଶ୍ନର ଉତ୍ତର ନଥିଲା। ବସି ସାରିବା ପରେ ହସି ହସି କହିଲା, ଏବେ ତ ଆଗରେ ବସିଲି, ହେଲେ ଏବେ ମୁଁ କ'ଣ ଆଉ ଆପଣ କ'ଣ କୁହନ୍ତୁ? ଉତ୍ତର ଖୋଜିଲି ଆଉ କିଛି ସମୟ ନୀରବ ରହି କହିଲି, ଆମେ ଦୁଇଜଣ ସାଙ୍ଗ, ଯିଏ ଦେଖିବ କହିବ ଦୁଇ ସାଙ୍ଗ ଯାଉଛନ୍ତି। ସେ କହିଲା, ଆପଣ ଭାରି ଚାଲାକ। ମୁଁ କହିଲି, କ'ଣ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ଆପଣ କୁହ କି? କିଛି ସମୟର କଥାବାର୍ତ୍ତା ଭିତରେ ଆପଣଟା ତମେ ହେଇଯାଇଥିଲା ଆଉ ଆମ ଗପସପ୍ଟା ଅନେକ ଆଗକୁ ବଢ଼ିଯାଇଥିଲା। ସେ କଟକରେ ବ୍ୟାଙ୍କରେ ଜବ୍ କରୁଥିଲା। ନାଁ ଥିଲା ଲିଲି। ଘରକୁ କିଛି କାମରେ ଯାଇ ଫେରୁଥିଲା। ସେଦିନ ତାର ସନ୍ଧ୍ୟାରେ ଅର୍ଜେଣ୍ଟ କାମ ଥିଲା, ସେଥିପାଇଁ ସେ ଗାଁ ବସ୍ରେ ଫେରିବାକୁ ବସ୍ ଷ୍ଟପ୍ରେ ଅପେକ୍ଷା କରିଥିଲା। ଲିଲିକୁ କଟକରେ ଛାଡ଼ିଲା ବେଳେ ତାକୁ ତା ନମ୍ବରଟା ମାଗିଥିଲି। ଆଉ ଆମେ 2 ଘଣ୍ଟା ସାଙ୍ଗରେ ମିଶିବା, ସାଥୀ ଏଇ ଢାବାରେ ଖାଇବା ଭିତରେ ଯେତିକି ସମ୍ପର୍କ ଗଢ଼ି ଉଠୁଥିଲା, ବୋଧହୁଏ ସେ ନମ୍ବରଟା ଦେବାକୁ ମନା କରିବାର ପ୍ରଶ୍ନ ଉଠୁନଥିଲା। ମୋ ମୋବାଇଲରେ ତା ନମ୍ବରଟା ଡାଏଲ୍ କରି କହିଲି, ଏଇଟା ମୋ ନମ୍ବର, ଯଦି ଇଚ୍ଛା ହେବ ସେଭ୍ କରିପାରିବ। ସେ ଟିକେ ମୁରୁକି ଆସି କହିଲା, ତମେ ନା ଭାରି ମଜାଳିଆ। ତାଠୁ ବିଦାୟ ନେଇ ଆସିବା ପରେ ତା ପ୍ରତିଛବି ଯେମିତି ମୋ ପଛ ଛାଡ଼ୁନଥିଲା। ତାରି ଭାବନାରେ ତାକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି। ଆଉ ସେଇ ସ୍ୱପ୍ନକୁ ସାକାର କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଥିଲି। ହେଲେ ସେ କ'ଣ ରାଜି ହେବ? ତାର ଆଗରୁ କେହି ପ୍ରେମିକ ନଥିବେ ବୋଲି କ'ଣ ମାନେ ଅଛି? ତାର ନରମ ସ୍ୱର, କଥା କହିବାର ଶୈଳୀ, ସୁନ୍ଦରୀ ଚେହେରା ମୋତେ ଯେମିତି ତାକୁ ଭୁଲିବାକୁ ଜମା ବି ଦେଉନଥିଲା। ଅପେକ୍ଷା ଥିଲା ସେ ମୋତେ କେବେ କଲ୍ କରିବ। ଦିନ ଯାଇ ସନ୍ଧ୍ୟା ହେଇସାରିଥିଲା ଆଉ ମୁଁ ଭୁବନେଶ୍ୱରରେ ପହଞ୍ଚି ମୋ କାମ କରିଚାଲିଥିଲି। ହେଲେ ତାର କିନ୍ତୁ କୌଣସି କଲ୍ ଆସୁନଥିଲା। ରାତିରେ ଖାଇସାରି ଶୋଇବାକୁ ଗଲାବେଳେ ଫୋନ୍କୁ ଗୋଟେ କଲ୍ ଆସିଥିଲା। ସେ କଲ୍ ତାର ବୋଲି ଭାବିଲି, ହେଲେ ସେ କଲ୍ଟା ଆଉ କାହାର ଥିଲା। ରାଗରେ ସେ କଲ୍ଟା କାଟିଦେଇ ରୁମ୍ରେ ବେଡ଼୍ ଉପରେ ପଡ଼ି ତା କଥା ଭାବି ଚାଲିଥିଲି। ସମୟ ରାତି 11ଟା ପାଖାପାଖି ହେବ। ପୁଣି ଗୋଟେ କଲ୍ର ରିଙ୍ଗ୍ ମୋ ଫୋନ୍ରେ ବାଜି ଉଠିଲା। ଏଥର କିନ୍ତୁ ଫୋନ୍ର କଲ୍ରେ ତା ନାଁ ଥିଲା ଲିଲି। ଫୋନ୍ ଉଠେଇ ହେଲୋ କହୁ କହୁ ସେ ସେପଟୁ କହିଲା, ସରି ପପୁ, ମୁଁ ବ୍ୟସ୍ତ ଭିତରେ ତୁମକୁ କଲ୍ କରି ପଚାରି ପାରିନି ତମେ କେମିତି ପହଞ୍ଚିଲ ଆଉ କେତେବେଳେ ପହଞ୍ଚିଲ। ଆରେ ନାଇଁ, ତମେ ତ କହୁଥିଲ ତମର କ'ଣ ଗୋଟେ ପ୍ରୋଗ୍ରାମ ଅଛି। ଖରାପ କାହିଁ ଭାବିବି। ଆମର କିଛି ସମୟର କଥାବାର୍ତ୍ତା ଆମକୁ ଗୋଟେ ନିବିଡ଼ ସମ୍ପର୍କ ଆଡ଼କୁ ଟାଣି ନେଉଥିଲା ଭଳି ଅନୁଭବ ହେଲା। ବାସ୍, ନୂଆ ସମ୍ପର୍କ, ନୂଆ ଆଶା, ନୂଆ ଭରସା ଆମକୁ ଯୋଡ଼ି ଦେଉଥିଲା ଏକ ଘନିଷ୍ଠ ସମ୍ପର୍କ ଡୋରିରେ। ସେ ସମ୍ପର୍କର ନାଁଟା ନା ତାକୁ ଜଣାଥିଲା, ନା ମୋତେ ଜଣାଥିଲା। 2 ବର୍ଷ ସେଇ ଅଜଣା ସମ୍ପର୍କର ଡୋରିରେ ବନ୍ଧା ହେଇ କଥାବାର୍ତ୍ତା, ଦେଖା ସାକ୍ଷାତ ବି ଚାଲିଲା। କେବେ ତା କଲ୍ ଆସିବା ଡେରି ହେଲେ ମୋତେ ଭାରି ଡର ଲାଗୁଥିଲା। କେବେ ମୋତେ ଦେଖା କରିବାକୁ କହି ଡେରିରେ ଆସିଲେ ମୋତେ ଭାରି ଭୟ ଲାଗୁଥିଲା। ତାହା ସହ ସେମିତି ହେଉଥିବ ଏକଥା ମୁଁ ନିଶ୍ଚିତ ଥିଲି, କିନ୍ତୁ ସେ ବି ମୋ ଭଳି କେବେ ମନର କଥାକୁ ପ୍ରକାଶ କରିବାକୁ ଭୟ କରୁଥିଲା। ଆମେ ଜାଣିସାରିଥିଲୁ ଆମ ଭିତରେ ପ୍ରେମ ହୋଇସାରିଥିଲା, ଖାଲି କହିବାକୁ ଉଭୟଙ୍କର ସାହସ ହେଉନଥିଲା। ସେଦିନ ସେ ମୋତେ କଲ୍ କରି କହିଲା, ବାପା ଘରକୁ ଯିବାକୁ ଡାକିଛନ୍ତି, ବାହାଘର ପାଇଁ ମୋତେ କିଏ ଦେଖିବାକୁ ଆସିବେ। ମୁଁ ଆଜି ସନ୍ଧ୍ୟା ବସ୍ରେ ଗାଁକୁ ଯିବି। ଏକଥା କହିବା ବେଳେ ତା କଣ୍ଠଟା ରୁଦ୍ଧ ହୋଇଯାଉଥିଲା। ସ୍ୱର ଭାରି ଗମ୍ଭୀର ଥିଲା। ତା କହିବାର ଶୈଳୀ ମୋତେ ଅନେକ କିଛି ଇସାରା ଦେଉଥିଲା। ତଥାପି ମୋ ସାହସ ନଥିଲା କହିବାକୁ, ତମେ କେବଳ ମୋର, ତମ ବିନା ମୁଁ ବଞ୍ଚିବା ସମ୍ଭବ ନୁହେଁ। ମୁଁ ବି କାନ୍ଦ କାନ୍ଦ ହୋଇଯାଇଥିଲି ଆଉ କହିଥିଲି, ହଉ ଯାଅ, କିନ୍ତୁ କଲ୍ କରିବ। ସେ ବି ହଁ କହି କଲ୍ଟା କାଟି ଦେଇଥିଲା। ଭଲ ଲାଗିଲାନି ତା କଥା, ଭାରି ମନେ ପଡ଼ିଲା, ଭାରି କାନ୍ଦ କାନ୍ଦ ବି ଲାଗିଲା। ସେ ଘରେ ପହଞ୍ଚି ମୋତେ କଲ୍ କଲା। ଆଉ ସେଦିନ ସେ ଘରେ ଥିଲା ବୋଲି ବେଶୀ ସମୟ ମୋ ସହ କଥା ବି ହେଇପାରିନଥିଲା। ରାତି ସାରା ଯେମିତି ମୋ ନିଦ ହଜିଯାଇଥିଲା।
ମୋ କଲିଜା ଯେମିତି ମୋଠୁ କିଏ ଛଡ଼େଇ ନେଇଗଲା ଭଳି ଲାଗୁଥିଲା। ରାତି ପାହିଲା ତା କଲ୍କୁ ଅପେକ୍ଷା କରିଥିଲି, ହେଲେ ତା କଲ୍ଟା ଆସୁନଥିଲା। କାଳେ ସେ ପରିବାର କଥାରେ ହଁ ଭରିଦେବ ଡର ଲାଗୁଥିଲା। ସକାଳ ଯାଇ ଦିନ 2ଟା ହେଇଗଲା, କିନ୍ତୁ ତା କଲ୍ ଆସିନଥିଲା। ବ୍ୟସ୍ତ ଲାଗିଲା। ସତରେ କ'ଣ ତା ବାହାଘର ଠିକ୍ ହେଇଗଲା? ସତରେ କ'ଣ ସେ ଆଉ କାହାର ହେଇଯିବ? ସେଥିପାଇଁ ବୋଧେ ସେ ମୋତେ କଲ୍ କରୁନି। ବାଧ୍ୟ ହୋଇ ମୁଁ ଏପଟୁ କଲ୍ କଲି, କିନ୍ତୁ ଫୋନ୍ଟା ସୁଇଚ୍ ଅଫ୍ ଥିଲା। ମନ ଭିତରେ ଯନ୍ତ୍ରଣା, ଆଉ ସେ ଯନ୍ତ୍ରଣା ଭିତରେ ତା କଲ୍କୁ ଯେମିତି ଚାତକ ପରି ଅପେକ୍ଷା କରି ରହିଥିଲି। ମୋ ଫୋନ୍କୁ ସେଦିନ ଅନେକ କଲ୍ ଆସୁଥିଲେ ବି ତା କଲ୍ ଯେମିତି ମୋ ମୋବାଇଲର ରାସ୍ତାଟା ଭୁଲିଗଲା ଭଳି ଲାଗୁଥିଲା। ରାତି 9ଟାରେ ମୋ ହ୍ୱାଟ୍ସଆପ୍କୁ ଗୋଟେ ମେସେଜ୍ ଆସିଲା। ଆଉ ସେ ମେସେଜ୍ରେ ଲେଖା ଥିଲା, ମୁଁ କାଲି କଥା ହେବି, ବ୍ୟସ୍ତ ହେବନି ପପୁ। ଏତିକି ମେସେଜ୍ ମୋତେ ଅନେକ ଆଶ୍ୱସ୍ତି ଦେଇଥିଲା। ଯେଉଁ ମେସେଜ୍ ମୋତେ ରାତିରେ ଟିକେ ଶାନ୍ତିରେ ଶୋଇବାକୁ ଇସାରା ଦେଇଥିଲା। ପରଦିନ ରାତି 9 ପାଉଣୁ ମୋ ନିଦ ଭାଙ୍ଗି ଯାଇଥିଲା। ଆଉ ମୋବାଇଲକୁ ବାରମ୍ବାର ଦେଖୁଥିଲି, କାଳେ ତା କଲ୍ ଆସିଛି କି। ହେଲେ ସେ କ'ଣ ଏତେ ସକାଳୁ କଲ୍ କରିପାରିବ? ଦିନ 10ଟା ପରେ ତା କଲ୍ ଆସିଲା। ଆଉ ସେ ସେତେବେଳେ ବସ୍ରେ ବସି ସାରିଥିଲା। କହିଲା, ପପୁ, ପୁଅ ଘର ଲୋକେ ରାଜି ହେଇଯାଇଛନ୍ତି। ଆଉ ଆମ ଘରେ କ'ଣ କହିବେ ମୁଁ ତ ଜାଣିନି। ଭାରି କଷ୍ଟ ହେଉଛି। ମୁଁ ପଚାରିଲି, କ'ଣ ପାଇଁ କଷ୍ଟ ହେଉଛି ଲିଲି? ସେପଟୁ ସେ କାନ୍ଦ କାନ୍ଦ ହେଇ କହିଲା, ଜାଣିନି ପପୁ, ମୋତେ ବହୁତ କଷ୍ଟ ହେଉଛି। ହେଲେ ତମେ ତ ଖୁସି ନା ମୋ ବାହାଘରରେ ଭୋଜି ଖାଇବ? ତା କଥା ଶୁଣି ଜୋରରେ କାନ୍ଦି ପକେଇଲି। ସେ କହିଲା, କ'ଣ ହେଲା? କାନ୍ଦିଲ ଯେ? ତମ ମୁହଁରେ କାନ୍ଦ ଶୋଭା ପାଉନି ପପୁ। ତମେ ହସିଲେ ଭାରି ଭଲ ଲାଗ। ମୋ ହସ ତ ତମେ ଲିଲି। ତମକୁ ଆଉ କାହାର ହେବାକୁ ଦେଖି ମୁଁ କ'ଣ ହସିପାରିବି? ବୋଧହୁଏ ତମ ବାହାଘର ପରେ ସବୁଦିନ ପାଇଁ ମୋ ହସ କୁଆଡ଼େ ଉଭେଇ ଯାଇପାରେ। ଲିଲି କହିଲା, ମନ ଭିତରେ ଯଦି ଏତେ କଥା ଅଛି, ଆଗରୁ କ'ଣ ପାଇଁ କହୁନ? ଲୁଚେଇ କ'ଣ ପାଇଁ ରଖିଛ? ମୁଁ କହିଲି, କାଳେ ତମେ ମୋତେ ଗ୍ରହଣ କରିବନି, ସେଥିପାଇଁ କହିବାକୁ ସାହସ କରିପାରୁନଥିଲି। ସେ କହିଲା, ଆଉ ଏବେ ଯଦି ମୋ ବାହାଘର ହେଇଯାଇଥାନ୍ତା? ମୁଁ କହିଲି, ମୁଁ ଭୋଜି ଖାଇବାକୁ ଯାଇଥାନ୍ତି। ହା ହା ହେଇ 2 ଜଣ ହସି ଉଠିଲୁ। 2 ବର୍ଷର ସମ୍ପର୍କ ପରେ ଆମେ ଆମର ମନର କଥା କହିବାକୁ ସାହସ କରିଥିଲୁ। ସେ ପୁଣି ତା ବାହାଘର ହେଇଯିବା ଭୟରେ ସେ କଟକରେ ପହଞ୍ଚି ତା ମାଆକୁ କଲ୍ କରି ଆମ ବିଷୟରେ ସବୁ କଥା କହିଥିଲା। ଆଉ ତା ପରଠାରୁ ଆମେ ନିର୍ଦ୍ୱନ୍ଦ ହୋଇଯାଇଥିଲୁ। ଆମେ 2 ଜଣ ଭାରି ଖୁସି ଥିଲୁ ଭାଇ। କିଛି ଦିନ ପରେ ମୁଁ ବି ଆମ ଘରେ ସବୁ କଥା କହିଦେଲି। ଉଭୟ ପରିବାରଙ୍କ ସହମତିରେ ଆମ ବାହାଘର ବଡ଼ ଧୁମଧାମରେ ହେଲା। ଗୋଟେ କଥା କହିବି ଭାଇ, ଆମେ ବାହାଘର ପୂର୍ବରୁ ଆମେ କେବେ ବି ଖରାପ ସମ୍ପର୍କ ରଖିନୁ। ଆମ ସମ୍ପର୍କ ପୁରା ପବିତ୍ର ଥିଲା। ଆମ ଭଲ ପାଇବା ପୁରା ସଚ୍ଚା ଥିଲା। ଆଉ ସେ ସେତିକି ପବିତ୍ର ଆଉ ସତୀ ବି ଥିଲା। ବାହାଘରର 4ଟି ରାତିରେ ଆମେ ପ୍ରଥମ ଥର ଯୌନ ସୁଖ ପାଇଥିଲୁ। ଆଜିକାଲିର ପ୍ରେମୀ ଯୁଗଳଙ୍କୁ ଜଣାଇଦେବାକୁ ଚାହୁଁଛି ଯେ ପ୍ରେମ ସତରେ ପବିତ୍ର। ତାକୁ ଏମିତି ହୋଟେଲ ରୁମ୍ର ସେ ଦାମିକିଆ ଗଦି ଉପରେ କଳଙ୍କିତ କରନି। ବିନା କଳଙ୍କରେ ବି ପ୍ରେମ ହୋଇପାରେ। ତାକୁ ମୋ ଜୀବନ ସାଥୀ ରୂପେ ପାଇ ମୁଁ ଭାରି ଖୁସି ଅଛି ଭାଇ। ମୁଁ ପଚାରିଲି, ଆଉ ସେ କ'ଣ ତମକୁ ପାଇ ଜମା ଖୁସି ନାହିଁ? ସେ ହସି ହସି କହିଲା, ପ୍ରତାପ ଭାଇ, ଆପଣ ବି ଭଲ ମଜା କରିପାରନ୍ତି। ଆମର ଏ ପ୍ରେମ ଯୁଗ ଯୁଗର ମିଳନ। ସେ ସବୁ ଜନ୍ମରେ ମୋ ଜୀବନ ସାଥୀ ହେଉ, ଏତିକି ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ଆଉ କଥା ଶେଷରେ କହିଲା, ଭାଇ, ଆମ ପାଇଁ ଗୋଟେ କାହାଣୀ ଲେଖିବେନି? ମୁଁ କହିଲି, ଲେଖିବି ବୋଲି ତ ଏପର୍ଯ୍ୟନ୍ତ ସବୁ ଶୁଣୁଛି। ଫୋନ୍ କାଟିଲା ବେଳେ ଖୁସିରେ ଧନ୍ୟବାଦ ଦେଇଥିଲା। ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।